ମୋ ନାଁ କାଳିଆ। ମୁଁ ଏକ କମ୍ପାନୀରେ ଚାକିରି କରେ। ସେହି କମ୍ପାନୀ ଆମକୁ ଘର ଦେଉଥାଏ ରହିବା ପାଇଁ। ସେ କଲୋନୀରେ ବହୁତ ଫ୍ୟାମିଲି ରହୁଥାନ୍ତି। ମୋ ସ୍ତ୍ରୀର ଜଣେ ଜଣେ କ୍ଲୋଜ୍ ଫ୍ରେଣ୍ଡ ଥାଏ। ତାଙ୍କର ନାଁ ହେଉଛି ପିଙ୍କି। ସେ ଦେଖିବାକୁ ସାବିନା ରଙ୍ଗର, କିନ୍ତୁ ତାଙ୍କର ଫେସ୍ କଟିଂ ମସ୍ତ ଲାଗେ। ତାଙ୍କର କିଛି ପିଲାପିଲି ନଥିବାରୁ ତାଙ୍କ ମନ ସବୁବେଳେ ଦୁଃଖ ରହେ। ତାଙ୍କ ସ୍ୱାମୀ ବହୁତ ବିଜି ରୁହନ୍ତି ତାଙ୍କ କମ୍ପାନୀ କାମରେ। ପିଙ୍କି ଭାଉଜ ସବୁବେଳେ ଆମ ରୁମ୍କୁ ଆସନ୍ତି। ମୁଁ କିନ୍ତୁ ତାଙ୍କ ସହ ଏତେ ମିଳାମିଶା କରେନି। ଏମିତି ଦିନେ ତାଙ୍କ ସ୍ୱାମୀଙ୍କର ଦୁର୍ଘଟଣା ହୋଇଗଲା ଆଉ ସେ ଡାକ୍ତରଖାନାରେ ଭର୍ତ୍ତି ହେଲେ। ତାଙ୍କର ନିଜର କେହି ନଥିବାରୁ ମୁଁ ରାତିରେ ତାଙ୍କ ପାଖରେ ରହିବାକୁ ଗଲି। ପିଙ୍କି ଭାଉଜ କହିଲେ, ତମେ ନଥିଲେ ଆଜି ଆମକୁ ବହୁତ ଅସୁବିଧା ହୋଇଥାନ୍ତା। ଆମେ ସେଦିନ ଡାକ୍ତରଖାନାରେ ବସି ସବୁ ପ୍ରକାରର କଥାବାର୍ତ୍ତା ହେଲୁ। ତାଙ୍କ ସ୍ୱାମୀ ଔଷଧ ଖାଇବା ଯୋଗୁଁ ସେ ନିଦରେ ଶୋଇଥାନ୍ତି। ପିଙ୍କି ଭାଉଜ ଆସି ମୋ ପାଖରେ ବସିଲେ। ତାଙ୍କର ଦୁଃଖ କଥା ସବୁ କହିଲେ। ଆଉ କହିଲେ ୟାଙ୍କର କିଛି ଅସୁବିଧା ଯୋଗୁଁ ଆମର କିଛି ପିଲାପିଲି ହେଉନି। ଆଉ ଡାକ୍ତର ବାବୁ ବି ଔଷଧ ତାଙ୍କୁ ଦେଉଛନ୍ତି ଖାଇବା ପାଇଁ। ଆଉ ସେ ଏବେ ଖାଉଛନ୍ତି, କିନ୍ତୁ ଆମକୁ କୌଣସି ଫଳ ମିଳୁନାହିଁ। ତାପରେ ସେ ମୋ ହାତରେ ତାଙ୍କ ହାତକୁ ଘଷିବାକୁ ଲାଗିଲେ। ଆଉ ଧୀରେ ଧୀରେ ସେ ମୋ ଗାଲକୁ ଟିକିଏ ଗେଲ କଲେ। ମୁଁ କହିଲି, ଭାଉଜ ଇଏ ଠିକ୍ ନୁହଁ। ସେ କହିଲେ, କାଳିଆ ମୁଁ ଆଉ ରହିପାରୁନି, କାରଣ ମୋ ସ୍ୱାମୀ ମୋତେ ଭଲରେ ଶାନ୍ତି କରିପାରୁନାହାନ୍ତି। ପ୍ଲିଜ୍ କାଳିଆ ମୋତେ ସାହାଯ୍ୟ କର। ମୁଁ କହିଲି, ତମ ସ୍ୱାମୀ ଜାଣିଲେ ବହୁତ ଅସୁବିଧା ହେବ, ତମର ବଦନାମ ହେବ। ପିଙ୍କି ଭାଉଜ କହିଲେ, କେହି ଜାଣିବେନି। ସେଦିନ ଆମେ ଏମିତି ଖାଲି ଟିକେ ଗେଲ ହେବାକୁ ଲାଗିଲୁ। ତାପରେ 2 ଦିନ ପରେ ସେ ଡିସଚାର୍ଜ ହୋଇଗଲେ ଆଉ ତା ସ୍ୱାମୀ ଘରକୁ ଆସିଲେ। ଏମିତି ବହୁତ ଦିନ ଚାଲିଗଲା। ଖରାଦିନ ଛୁଟି ହେବାରୁ ମୋ ପିଲାମାନେ ସମସ୍ତେ ମାସେ ପାଇଁ ଗାଁକୁ ଚାଲିଗଲେ। ଥରେ ପିଙ୍କି ଭାଉଜ ତାଙ୍କର ସ୍ୱାମୀ ମୋତେ ତାଙ୍କ ଘରକୁ ଡାକିଲେ ଆଉ କହିଲେ, ମୁଁ କିଛି ଜରୁରୀ କାମରେ ଘରକୁ ଯାଉଛି, ଆଉ ଯଦି କେବେ କିଛି ଅସୁବିଧା ହେବ ଟିକେ ସାହାଯ୍ୟ କରିବ। ମୁଁ ସେଠୁ କହିଲି, ଏଥିରେ କହିବାର କ'ଣ ଅଛି। ସେ ପିଙ୍କି ଭାଉଜଙ୍କୁ କହିଲେ, ତାଙ୍କ ଘରେ ତ କେହି ନାହାନ୍ତି, ତେଣୁ ତମେ ରୋଷେଇ କରିକି ତାଙ୍କୁ ଖାଇବାକୁ ଦେବ। ଏତିକିରେ ମୁଁ କହିଲି, ନା ନା ମୁଁ ନିଜେ ରୋଷେଇ କରୁଛି। କିନ୍ତୁ ପିଙ୍କି ଭାଉଜ କହିଲେ, ତମେ ଆମକୁ ବହୁତ ସାହାଯ୍ୟ କରୁଛ, ମୁଁ କ'ଣ ତମ ପାଇଁ କରିପାରିବିନି। ମୁଁ ହଁ କହି ତାଙ୍କୁ ନେଇ ଷ୍ଟେସନରେ ଛାଡ଼ି ସିଧା ପିଙ୍କି ଭାଉଜଙ୍କ ଘରେ ପହଞ୍ଚିଲି। ସେ ମୋତେ ଦେଖି ବହୁତ ଖୁସି ହୋଇଗଲେ। ମୋତେ ତାଙ୍କ ସ୍ୱାମୀଙ୍କ ଲୁଙ୍ଗି ପିନ୍ଧିବାକୁ ଦେଇ କହିଲେ, ଆସ ମୁଁ ଖାଇବା ବାଢ଼ୁଛି। ସେଠୁ ପିଙ୍କି ଭାଉଜ ଖାଇବା ବାଢ଼ିଲେ ଆଉ ଦୁହେଁ ଏକାଠି ବସିକି ଖାଇବାକୁ ଲାଗିଲୁ। ତାପରେ ପିଙ୍କି ଭାଉଜ କହିଲେ, ପ୍ରକୃତରେ କାଳିଆ ତମ ଭାଇ ମୋତେ ସନ୍ତୁଷ୍ଟ କରିପାରୁନାହାନ୍ତି। ତାପରେ ମୁଁ କହିଲି, ଭାଉଜ କ'ଣ ପାଇଁ? ଭାଉଜ କହିଲେ, ତାଙ୍କର ଜଲ୍ଦି ବାହାରି ପଡ଼େ ଆଉ ସେ ଶୋଇପଡ଼ନ୍ତି। ପିଙ୍କି ଭାଉଜ ନାଇଟି ପିନ୍ଧିଥାନ୍ତି ଆଉ ଭିତରେ କିଛି ବି ନୁହଁ। ତାପରେ ଦୁହେଁ ଆମେ ଖାଇସାରି ଖଟ ଉପରକୁ ଗଲୁ, ମାନେ ଶୋଇବା ଘରକୁ ଗଲୁ। ମୁଁ ଭାଉଜଙ୍କୁ ସିଧା ଜାବୁଡ଼ି ଧରି ଗେଲ କରିବାକୁ ଲାଗିଲି। ଭାଉଜ ବି ମୋତେ ଖୁବ୍ ସହଯୋଗ କଲେ ଆଉ କହିଲେ, ଦୟାକରି ମୋତେ ସନ୍ତୁଷ୍ଟ କର। ତାପରେ ଭାଉଜଙ୍କର ସେଇଟା ମୁଁ ଖୋଲିଦେଲି। ଦେଖିଲି ଭାଉଜ ଭିତରେ କିଛି ପିନ୍ଧି ନାହାନ୍ତି। ତାଙ୍କର ସେଇ ଗୋଲ ଗୋଲ ଜିନିଷ ଦୁଇଟା ବହୁତ ମସ୍ତ ହୋଇଛି। ମୁଁ କହିଲି, ସତରେ ଭାଉଜ ତମର ଏ ଗୋରା ମଚମଚ ଦେଖି ମୋତେ ବହୁତ ଖୁସି ଲାଗୁଛି। ତମର ଏଇଟା ଟିକେ ବି ଓହଳି ନାହିଁ। ସେଠୁ ଭାଉଜ କହିଲେ, ତମେ ୟାକୁ ଦଳି ଦଳି ପୁରା ଓହଳେଇ ଦିଅ। ତାପରେ ମୁଁ ତାଙ୍କର ସେଟାକୁ ଦଳିବାକୁ ଲାଗିଲି ଆଉ ଟିକେ ରଗଡ଼ିବାକୁ ଲାଗିଲି। ଭାଉଜ କହୁଥାନ୍ତି, ସତରେ କାଳିଆ ତମ ଦଳା ଖାଇବାକୁ ମୋତେ ବହୁତ ଭଲ ଲାଗୁଛି। ଆଉ କହିଲେ, ମୋର ଟିକେ ସେଟାକୁ ଖାଅ ନା। ସେଠୁ ମୁଁ ଖାଇବାକୁ ଲାଗିଲି ଆଉ ଧୀରେ ଧୀରେ ତାଙ୍କର ସେଇଠୁ ମୁଁ ହାତ ମାରିଲି। ଦେଖିଲି ସେଇଟା ପୁରା ଓଦା ଓଦା ଲାଗିଲା। କହିଲି, ଭାଉଜ କ'ଣ ମୁତିଲ କି? ପିଙ୍କି ଭାଉଜ କହିଲେ, ନାଇଁ କାଳିଆ ତମର ହାତରୁ ଦଳା ଖାଇ ମୋର ଭିତରଟା ପୁରା ଓଦା ହୋଇଗଲାଣି। ଭାଉଜ ଆଉ ସମ୍ଭାଳି ନପାରି ମୋର ଖୋଲିଦେଲେ। ମୋର ସେଇଟା ଦେଖି ସେ କହିଲେ, ସତରେ କାଳିଆ ଏମିତି ବଡ଼ ଏତେ ମୋଟା ଲମ୍ବା ମୁଁ କେବେ ଦେଖିନି। ତାପରେ ମୋର ଭାଉଜ ନେଇକି ପାଟିରେ ପୁରେଇ ଖାଇବାକୁ ଲାଗିଲେ। ମୋର ସେଇଟା ପୁରା କଠିନ ହୋଇଯାଇଥାଏ। ସେ ମୋର ସେଟାକୁ ଆଗପଛ କରିବାକୁ ଲାଗିଲେ ଆଉ କିଛି ସମୟ ପରେ ମୋର ପାଣି ବାହାରିବାକୁ ଲାଗିଲା। ଭାଉଜ ଚାଟି ଚାଟି ସବୁ ସଫା କରିଦେଲେ। ତାପରେ ପିଙ୍କି ଭାଉଜଙ୍କର ମୁଁ ସେଟାକୁ ବାହାର କରିଦେଲି। ଓଃ କି ସୁନ୍ଦର ହୋଇଛି। ତାଙ୍କର ସେ ଚାରିପଟେ ଖାଲି ଚୁଟି ଭର୍ତ୍ତି ହୋଇଛି। ମୁଁ ସେଠୁ ସେ ଚୁଟିକୁ ଆଡ଼େଇକି ଜିଭ ପୁରେଇ ଟିକେ ଚାଟିବାକୁ ଲାଗିଲି। ପିଙ୍କି ଭାଉଜ ମୋ ମୁଣ୍ଡକୁ ଚାପି ଧରି କହିଲେ, ଆହୁରି ଜୋରରେ ଚାଟ। ତାପରେ ମୁଁ ତାଙ୍କର ସେଇଠି ଆଙ୍ଗୁଠି ପୁରେଇ ଚାଟିବାକୁ ଲାଗିଲି। ସେ ଖାଲି ନିଜକୁ ଉଠେଇ ପକା କରୁଥାନ୍ତି ଆଉ କିଛି ସମୟ ପରେ ତାଙ୍କର ସେଇଠୁ ପାଣି ବାହାରିବାକୁ ଲାଗିଲା ଆଉ ମୁଁ ସବୁ ଚାଟି ଚାଟି ପୁରା ସଫା କରିଦେଲି।
ଆଉ କିଛି ସମୟ ପରେ ଭାଉଜ ମୋର ଧରି ଟିକେ ତଳ ଉପରେ କରିବାକୁ ଲାଗିଲେ। ଏଣେ ମୁଁ ତାଙ୍କର ସେଇଠି ଆଙ୍ଗୁଠି ପୂରାଇ ତାଙ୍କର ବାଳକୁ ଆଉଁସିବାକୁ ଲାଗିଲି ଆଉ କହିଲି, ସତରେ ଭାଉଜ, ତମର ବାଳ ବହୁତ ମସ୍ତ ହୋଇଛି। ସେ କହିଲେ, ତମର ବି କୋଉ କମ୍ ନୁହେଁ, ତମର ବି ବହୁତ ମସ୍ତ ହୋଇଛି। ମୁଁ କହିଲି, ଭାଉଜ ଭାଇ କେତେ ସମୟ ପର୍ଯ୍ୟନ୍ତ କରନ୍ତି? ଭାଉଜ କହିଲେ, ଆଜି ପର୍ଯ୍ୟନ୍ତ ସେ ମୋ ଭିତରୁ ପାଣି ବାହାର କରିପାରି ନାହାନ୍ତି। ସେ ଖାଲି ତାଙ୍କର ବାହାର କରିକି ଶୋଇପଡ଼ନ୍ତି। ତାପରେ ମୁଁ ଭାଉଜଙ୍କର ଗୋଟେ ଗୋଲ ଜିନିଷକୁ ଖାଉଥାଏ ଆଉ ଆରଟାକୁ ଆର ହାତରେ ଦଳୁଥାଏ। ଭାଉଜ ଖାଲି ରଡ଼ି ଛାଡ଼ୁଥାନ୍ତି। ତାପରେ ଭାଉଜ ଆଉ ସମ୍ଭାଳି ନପାରି ମୋର ଟିକେ ଆଉଁସିବାକୁ ଲାଗିଲେ ଆଉ କହିଲେ, କାଳିଆ, ଦୟାକରି ମୋତେ ଟିକେ ଶାନ୍ତି କରିଦିଅ, ମୁଁ ଆଉ ସମ୍ଭାଳି ପାରୁନି। ତାପରେ ଭାଉଜଙ୍କୁ ମୁଁ କହିଲି, ତମକୁ କେମିତି ପସନ୍ଦ ଲାଗେ? ସେ କହିଲେ, ପଛୁଆ। ସେଠୁ ଭାଉଜ ଖଟକୁ ଧରି ନଇଁ ରହିଲେ ଆଉ ମୁଁ ମୋର ନେଇ ତାଙ୍କର ସେଇଠି ଲଗେଇଲି। ତାପରେ ସେ କହିଲେ, ଏଥର ପୂରେଇ ଦିଅ କାଳିଆ। ତାପରେ ମୁଁ ସେଠୁ ପୂରେଇଲି। ପିଙ୍କି ଭାଉଜଙ୍କର ଭିତର ପୁରା ଓଦା ଥିବାରୁ ମୋର ଏକାଥରକେ ଭିତରକୁ ବସିଗଲା। ମୁଁ ଆଗ ପଛ କରି ତାଙ୍କୁ ମଜା ଦେବାକୁ ଲାଗିଲି। ଭାଉଜ ମୋ ହାତ ନେଇ ତାଙ୍କର ସେଇ ଗୋଲ ଗୋଲ ଜିନିଷ ଦୁଇଟାରେ ରଖି କହିଲେ, ଏହାକୁ ଦଳ ଆଉ ଜୋରରେ ରଗଡ଼। ତାପରେ ମୁଁ ରଗଡ଼ି ରଗଡ଼ି ତାଙ୍କୁ ମଜା ଦେବାକୁ ଲାଗିଲି। ସେ ଖାଲି ସଁ ସଁ ହେଉଥାନ୍ତି। ମୋର ପୁରା ତାଙ୍କ ଭିତରେ ଆଗପଛ ହେଉଥିବାରୁ ଖାଲି ପଚ୍ ପଚ୍ ଶୁଭୁଥାଏ। ଭାଉଜ ପୁରା ଉତ୍ତେଜିତ ହୋଇ ତାଙ୍କର ଉଠେଇ ପକେଇକି ମୋ ଠାରୁ ମଜା ନେଉଥାନ୍ତି। ଆଉ ଏମିତି କିଛି ସମୟ ପରେ ତାଙ୍କର ସେଇଠୁ ପାଣି ବହି ଜଙ୍ଘ ଓଦା ହେବାକୁ ଲାଗିଲା। ଭାଉଜ କହିଲେ, ବହୁତ ଦିନ ପରେ ଆଜି ମୋର ପାଣି ବାହାରିଲା। ଏତେ ପାଣି ମୋ ଭିତରୁ କେବେ ବାହାରି ନଥିଲା। ସତରେ କାଳିଆ, ତମେ ଆଜି ମୋତେ ଶାନ୍ତି କରିଦେଲ। ତାପରେ ମୋର ସେଇଠୁ ବି ପାଣି ବାହାରିବାକୁ ଲାଗିଲା। ମୁଁ କହିଲି, ଭାଉଜ, ମୋର ବି ବାହାରିବ, ମୁଁ କ'ଣ କରିବି? ସେ କହିଲେ, ସବୁତକ ମୋ ଭିତରେ ଭର୍ତ୍ତି କରିଦିଅ, ମୋତେ ଆଜି ପେଟରୀ କର। ମୁଁ ସେଠୁ ସବୁତକ ପାଣି ତାଙ୍କ ଭିତରେ ଭର୍ତ୍ତି କରିଦେଲି। ଭାଉଜ ପୁରା ଶାନ୍ତି ହୋଇଗଲେ। ତାପରେ ପିଙ୍କି ଭାଉଜ ମୋତେ ଜାବୁଡ଼ି ଧରିକି କହିଲେ, ସତରେ କାଳିଆ, ଆଜି ତମେ ମୋତେ ପୁରା ସନ୍ତୁଷ୍ଟ କରିଦେଲ। ଏମିତି ସୁଖ ମୁଁ ଆଗରୁ କେବେ ପାଇନଥିଲି। ମୁଁ କହିଲି, ଯାହା କୁହ ଭାଉଜ, ତମ ଭଳିଆ ସ୍ତ୍ରୀ ଲୋକକୁ ଶାନ୍ତି କରି ମୁଁ ଆଜି ବହୁତ ଖୁସି। ତମର ଏଇଟା ଯେମିତି ହୋଇଛି ନା, ମୋର ଏଇଟା ଜମାରୁ ସମ୍ଭାଳି ପାରିବନି। ତମର ସେ ଗୋଲ ଗୋଲ ଜିନିଷ ଆଉ ଆର ଜିନିଷ ଯେମିତି ହୋଇଛି, ଲାଗୁଛି ତମେ ବାହା ହୋଇନ। ସେ କହିଲେ, ତମର ବି କୋଉ କମ୍ ନୁହଁ। ଏମିତି ହେଉ ହେଉ ରାତି ପ୍ରାୟ 4ଟା ହୋଇଗଲା। ସେଠୁ ଆମେ ଦୁହେଁ ଶୋଇ ରହିଲୁ। ଆଉ ସକାଳୁ ଭାଉଜ ଉଠି ଗାଧୋଇ ସାରି ମୋ ପାଇଁ ଜଳଖିଆ ବନାଇଲେ। ମୁଁ ଉଠି ଦେଖିଲି ଭାଉଜ ରୋଷେଇ କରୁଛନ୍ତି। ମୁଁ ଯାଇ ତାଙ୍କ ପଛପଟୁ ଜାବୁଡ଼ି ଧରିଲି ଆଉ ଭାଉଜଙ୍କର ତଳପଟୁ ଟେକି ତାଙ୍କର ପଛକୁ ଟିକେ ଚାଟିବାକୁ ଲାଗିଲି ଆଉ ଗୋଲ ଜିନିଷକୁ ଟିକେ ଦଳିବାକୁ ଲାଗିଲି। ସେଠୁ ଭାଉଜ ସମ୍ଭାଳି ନପାରି ପୁରା ତାଙ୍କର ସବୁ ଖୋଲି ପକାଇଲେ ଆଉ ମୋତେ ବି ସେଭଳି କରିଦେଲେ। କହିଲେ, ଏଥର ମୋତେ ଠିଆରେ ଠିଆରେ ଶାନ୍ତି କର। ମୁଁ ଠିଆରେ ନକରି କ'ଣ କିଏ ଏଭଳି ମାଲ ଛାଡ଼ିପାରିବ? ଆଉ ତାଙ୍କୁ ମୁଁ ଠିଆରେ ଠିଆରେ ବହୁତ ମଜା ଦେବାକୁ ଲାଗିଲି। ତାଙ୍କ ଭିତରୁ ଭସ୍ ଭସ୍ ହୋଇ ପାଣି ବାହାରିବାକୁ ଲାଗିଲା। ମୁଁ କହିଲି, ସତରେ ତମ ଭିତରୁ ବହୁତ ପାଣି ବାହାରୁଛି। ଭାଉଜ କହିଲେ, ତମ ପାଣି ବାହାରିଲେ ମୋତେ ଦେବ, ମୁଁ ଖାଇବି। ମୁଁ ସେଠୁ ମୋ ବାହାରିବା ସମୟକୁ ଅପେକ୍ଷା କଲି ଆଉ ମୋର ବାହାରିବାର ସମୟ ଆସିଲା। ମୁଁ ତାଙ୍କ ଭିତରୁ ମୋର ବାହାର କରିଦେଲି ଆଉ ଭାଉଜ ମୋର ଧରି ମୋର ପାଣିକୁ ଚାଟିବାକୁ ଲାଗିଲେ ଆଉ ଦୁହେଁ ଗାଧୁଆ ଘରକୁ ଗଲୁ। ଆଉ ମୋତେ ଭାଉଜ କହିଲେ, ଆସ ଏଠି ଏକ ଝାଡ଼ା ଏକା ସାଥିରେ ବସିବା। ସେଠୁ ତାଙ୍କ ଠିଆ ପାଇଖାନାରେ ସେ ମୋ ଆଡ଼କୁ ଆଉ ମୁଁ ତାଙ୍କ ଆଡ଼କୁ ମୁହଁ କରିକି ବସିଲୁ। ଭାଉଜ ମୋର ନେଇ ତାଙ୍କର ସେଇଠି ପୂରେଇ ନିଜ ଆଡ଼ୁ ଏକ ଧକ୍କା ଦେଲେ ଆଉ କହିଲେ, ଏଥର ଝାଡ଼ା ବସ। ସେଠୁ ଦୁହେଁ ଏମିତି ଝାଡ଼ା ବସିଲୁ। ତାପରେ ସେ ମୋତେ ଛୁଞ୍ଚେଇଲେ ଆଉ ମୁଁ ବି ତାଙ୍କର ସେଇଠି ପାଣି ଢାଳି ତାଙ୍କୁ ସଫା କରିଦେଲି ଆଉ କହିଲି, ଭାଉଜ, ତମେ କି ଜିନିଷ ଧରିଛ? ତାପରେ ଦୁହେଁ ସାବୁନ ଲଗାଇ ଗାଧାଖୋଦି କଲୁ। ପିଙ୍କି ଭାଉଜ କହିଲେ, ଏମିତି ହେଇକି ରହିଥିବା, ଏମିତି ହୋଇକି ମୁଁ ରୋଷେଇ କରିବି ଆଉ ତମେ ବି ଏମିତି ହୋଇକି ଟିଭି ଦେଖ, ଦୁହେଁ ସାଥିରେ ଖାଇବା, ଏମିତି ମାନେ ପୁରା ବସ୍ତ୍ର ଖୋଲିକି, ତାପରେ ଯାଇକି ତମେ ଯିବ। ମୁଁ ଟିଭି ଦେଖିବାକୁ ଲାଗିଲି ଆଉ ଭାଉଜ ରୋଷେଇ କରିବାକୁ ଲାଗିଲେ। ତାପରେ କିଛି ସମୟ ପରେ ଭାଉଜ ଡାକିଲେ ଖାଇବା ପାଇଁ। ମୁଁ ଗଲି। ଭାଉଜ ଖାଇବା ବାଢ଼ିଲେ। ମୁଁ କହିଲି, ଭାଉଜ, ତମେ ଡାଇନିଂ ଟେବୁଲରେ ବସ ଆଉ ମୁଁ ଚେୟାରରେ ବସୁଛି। ଆଉ ସେ ସେମିତି ବସିଲେ। ମୁଁ ତାଙ୍କର ଦୁଇ ଗୋଡ଼କୁ ଓସାରିକି କହିଲି, ଭାଉଜ, ଏଥର ଖୁଆଇ ଦିଅ। ଆଉ ସେ ମୋତେ ଖୁଆଇଲେ। ମୁଁ ଖାଉଥାଏ ଆଉ ତାଙ୍କର ସେଟାକୁ ଟିକେ ଚାଟୁଥାଏ। ଭାଉଜ କହିଲେ, ଓଃ କାଳିଆ, କି ମଜା। ଏମିତି ଖାଉ ଖାଉ ତାଙ୍କର ସେଇଠୁ ପାଣି ବହିବାକୁ ଲାଗିଲା ଆଉ ମୁଁ ସବୁତକ ପାଣିକୁ ପିଇଦେଲି। ତାପରେ ମୁଁ ତାଙ୍କୁ ଖୁଆଇଲି। ସେ ମୋର ଟିକେ ଆଗ ପଛ କରି ମୋର ପାଣିକୁ ବାହାର କରିକି ଖାଇଲେ। ସେଠୁ ଭାଉଜ କହିଲେ, ହଉ ଚାଲ, ଏଥର ମୋତେ ଠିଆରେ ଠିଆରେ ଶାନ୍ତି କର। ସେଠୁ ମୁଁ ତାଙ୍କ କଥା ଶୁଣି ତାଙ୍କୁ ଠିଆରେ ଠିଆରେ ଶାନ୍ତି କରି ସବୁ ପାଣି ବାହାର କରିଦେଲି। ଏମିତି ତାଙ୍କୁ 8 ଦିନ ପର୍ଯ୍ୟନ୍ତ ମୁଁ ଶାନ୍ତି କରିଥିଲି।
ଏମିତି ମାସେ ପରେ ମୋତେ ଭାଉଜ କହିଲେ କାଳିଆ ମୁଁ ଏବେ ପେଟରୀ ହୋଇଛି। ମୁଁ ଏହା ଶୁଣି ବହୁତ ଖୁସି ହେଲି ଆଉ ତାଙ୍କ ସ୍ୱାମୀ ଖୁସି ହେଲେ। ଆଉ ଗୋଟେ କାହାଣୀରେ କହିବି ତାଙ୍କୁ କେମିତି 6 ମାସ ପେଟରୀ ହୋଇଥିଲା ବେଳେ ମଧ୍ୟ ମୁଁ ତାଙ୍କ ସହିତ ସମ୍ପର୍କ ରଖିଲି। ସେଥି ପର୍ଯ୍ୟନ୍ତ ନେକ୍ସଟ ପାର୍ଟକୁ ଅପେକ୍ଷା କରନ୍ତୁ। ଆପଣମାନେ ଯଦି ଏହି ଭିଡ଼ିଓର ନେକ୍ସଟ ପାର୍ଟ ଦେଖିବାକୁ ଚାହୁଁଛନ୍ତି ତାହେଲେ ଆମ ଭିଡ଼ିଓରେ 100ଟା ଲାଇକ୍ ଆଉ 50ଟା କମେଣ୍ଟ କରନ୍ତୁ। ତାହେଲେ ଯାଇକି ମୁଁ ଏହି ଭିଡ଼ିଓର ନେକ୍ସଟ ପାର୍ଟ ନିଶ୍ଚୟ ନେଇକି ଆସିବି। ତ ହଁ ଦର୍ଶକ ବନ୍ଧୁ, କାହାଣୀଟି ସମ୍ପୂର୍ଣ୍ଣ ଭାବରେ କାଳ୍ପନିକ ଏବଂ ମିଥ୍ୟା ଅଟେ। ଦୟାକରି ଆପଣମାନେ ଜମାରୁ ଦେହକୁ ନେବେ ନାହିଁ, କେବଳ ମନୋରଞ୍ଜନ ପାଇଁ ଦେଖନ୍ତୁ। ଆଜି ପାଇଁ ଏତିକି ରହୁଛି। ଦେଖା ହେବା ଆଉ ଏକ ନୂଆ ଭିଡ଼ିଓର ଏକ ନୂଆ ଗରମାଗରମ କାହାଣୀ ମାଧ୍ୟମରେ।